ସୁଜିତ ବାବୁ ଆପଣ ପୁଣି ଥରେ ରାଜ୍ୟସଭାକୁ ଯାଉଛନ୍ତି ଆଉ ଏକାଧିକ ପ୍ରାର୍ଥୀପତ୍ର ରହିଲାନି ଗୋଟିଏ ପ୍ରାର୍ଥୀପତ୍ର ଆପଣଙ୍କର ତେଣୁ ଆପଣ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଇଛନ୍ତି କଣ ରହିବ ପ୍ରଥମ ପ୍ରତିକ୍ରିୟା ଆପଣଙ୍କର? ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି ଆଉ ତାଙ୍କର ଯୋଉ ବିଶ୍ୱାସ ଆସ୍ଥା ଅଛି ମୋ ଉପରେ ସେଟାକୁ ନିଶ୍ଚୟ ମୁଁ ରାଜ୍ୟସଭାରେ ସଂସଦରେ ତାକୁ ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବି। ବହୁତ ବହୁତ ଧନ୍ୟବାଦ ଦେବି ଭାରତୀୟ ଜନତା ପାର୍ଟିର ଶ୍ରେଷ୍ଠ ନେତୃବୃନ୍ଦଙ୍କୁ, ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ, ଜେପି ନଡ୍ଡାଜୀଙ୍କୁ, ରାଜ୍ୟ ସଭାପତି ମନୋଜ ସାମଲଜୀଙ୍କୁ, ଧର୍ମେନ୍ଦ୍ର ପ୍ରଧାନଜୀଙ୍କୁ, ଆମର ମୁଖ୍ୟମନ୍ତ୍ରୀ ମୋହନ ମାଝୀଜୀଙ୍କୁ ଏବଂ ସମସ୍ତ ନେତୃବୃନ୍ଦ ରାଜ୍ୟର ଯୋଉମାନେ ମତେ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି। ଆଉ 4.5 ବର୍ଷରେ ମୁଁ ଓଡ଼ିଶାର ସ୍ୱାର୍ଥ, ଓଡ଼ିଶାର ଯୋଉ ସମସ୍ୟା ଯାହା ବିଷୟ ପାର୍ଲାମେଣ୍ଟରେ ମୁଁ ଯୋଉ ଉଠେଇଥିଲି ସେ ସବୁ ବିଷୟ କେମିତି ଆଉ ଭଲ ଭାବରେ ଆଉ ଟିକେ ମୁଁ ତାକୁ ଓଡ଼ିଶାର ସ୍ୱାର୍ଥ ମୁଁ ଦିଲ୍ଲୀ ଦରବାରରେ ପହଞ୍ଚେଇ ପାରିବି ସେଟା ମୋର ପ୍ରୟାସ ରହିବ। ସମାନ ଜାଗାକୁ ଯିବେ ରାଜ୍ୟସଭା କିନ୍ତୁ ଆଜ୍ଞା ପୂର୍ବରୁ ଆଉ ଗୋଟିଏ ରାଜନୈତିକ ଦଳରୁ ବିଜେଡିରୁ ପ୍ରତିନିଧିତ୍ୱ କରୁଥିଲେ ଏବେ ବିଜେପିରୁ ଟିକେ ଫରକ ରହିବ କି ନାଇଁ କାର୍ଯ୍ୟଧାରା? ଦେଖନ୍ତୁ ନାଇଁ ଫରକ ଏତିକି ରହିବ ଯେ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଯୋଉ ଓଡ଼ିଶା ପ୍ରତି ଭଲ ପାଇବା ଏବଂ ତାଙ୍କର ଯୋଉ ବିକଶିତ ଓଡ଼ିଶା ଦେଖିବାର ଯୋଉ ସ୍ୱପ୍ନ 2036 ସୁଦ୍ଧା ବିକଶିତ ଭାରତ ଦେଖିବାର ଯୋଉ ତାଙ୍କର ପ୍ରୟାସ 2047 ସୁଦ୍ଧା ସେଥିରେ ମୁଁ ସାମିଲ ହେବାର ସୁଯୋଗ ପାଇବି। ଯେମିତି ଓଡ଼ିଶାର ସ୍ୱରକୁ ଯେମିତି ବିଶେଷ କରି କେବିକି ଅଞ୍ଚଳ କଳାହାଣ୍ଡି ଏବଂ ପଶ୍ଚିମାଞ୍ଚଳର ବିଭିନ୍ନ ସମସ୍ୟା ବିଭିନ୍ନ ଯୋଉ ଇସ୍ୟୁସ୍ ରହିଛି ସେଟାକୁ ପାର୍ଲାମେଣ୍ଟରେ ମୁଁ ଯେମିତି ମୋର ପ୍ରୟାସ ଥିଲା ସେ ସବୁ ସମସ୍ୟାର ସମାଧାନ କରିବା ପାଇଁ ଆମର ଭିତ୍ତିଭୂମି କୁହନ୍ତୁ, ରେଲୱେ ଡେନ୍ସିଟି କଥା କୁହନ୍ତୁ, ବ୍ୟାଙ୍କିଂ ଫ୍ୟାସିଲିଟି, ଟେଲିକମ୍ କିମ୍ବା କଳାହାଣ୍ଡିରେ କୃଷି ଭିତ୍ତିକ ଶିଳ୍ପର ବିକାଶ ଆଜ୍ଞା ସେ ସବୁର ଯାହା ମୋର ପ୍ରୟାସ ଥିଲା ସେ ପ୍ରୟାସ ଦ୍ୱିଗୁଣିତ ହେବ ସିନା କିନ୍ତୁ କମ ହବ ନାହିଁ। ଆପଣ ସାର୍ଟିଫିକେଟ ପାଇଗଲେଣି ନିର୍ବାଚନ ଜିତିଲେ ବା ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ସେ ନେଇ? ଆଜ୍ଞା ମୁଁ ସାର୍ଟିଫିକେଟ ଆଜି ସନ୍ଧ୍ୟାରେ ପାଇଲି। ଆଚ୍ଛା କେବେ ଯାଉଛନ୍ତି ଦିଲ୍ଲୀ? ମୁଁ କାଲି ଦିଲ୍ଲୀ ଯାଉଛି ଆଉ ଆଜ୍ଞା 16-17ରେ ରାଜ୍ୟସଭାରେ ଆମ ଭାରତର ସମ୍ବିଧାନର 75 ବର୍ଷ ପୂର୍ତ୍ତି ଉପରେ ଗୋଟେ ସ୍ୱତନ୍ତ୍ର ଯୋଉ ଡିବେଟ ଅଛି ଆଜ୍ଞା ମୁଁ ଆଶା କରୁଛି ସେଥିରେ ଭାଗ ନେବା ପାଇଁ। ତେଣୁ 16 ତାରିଖ ଯଦି ମୁଁ ଓଥ ନେଇ ପାରିଲି ତାହେଲେ ମୁଁ ସେଇ ଡିବେଟରେ ଭାଗ ନେବାର ମୋର ଇଚ୍ଛା ବି ଅଛି ଏବଂ ଆଶା ବି ଅଛି। କିଛି ଦିନ ଗ୍ୟାପ୍ ରହିଗଲା ଏମପି ଥିଲେ ଏବେ ପୁଣି ଏମପି କିନ୍ତୁ କିଛି ଆଜ୍ଞା ଦିନ ଗ୍ୟାପ୍ ରହିଲା ଆ, ପଦବୀ ନଥିଲା କେମିତି ଆଜ୍ଞା କଟୁଥିଲା ସେ ସମୟଟା? ଏଇଟା ଗୋଟେ ପ୍ରକ୍ରିୟା। ଆଜ୍ଞା ଆଉ 2020 ପୂର୍ବରୁ ମୁଁ ସାଂସଦ ନଥିଲି କିନ୍ତୁ 2011ରେ ମୁଁ ଇଣ୍ଡିଆ ଫେରିବା ପରେ ଆଜ୍ଞା ମୁଁ ମନସ୍ଥ କରିଥିଲି କି ମୁଁ ଆଉ ଚାକିରି କରିବିନି କି ଅନ୍ୟ କୋଉ ଜାଗାରେ ନ ରହି ଓଡ଼ିଶାରେ ରହିବି ଆଜ୍ଞା ଆଉ ପବ୍ଲିକ ଲାଇଫରେ ରହିବି, ଲୋକଙ୍କ ସେବା କରିବି। ଆଉ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ମୋର ଭଲ କ୍ୟାରିୟର ଥିଲା, କିଛି ମୋର ସଞ୍ଚୟ ବି ଥିଲା, ତେଣୁ ମତେ ଫାଇନାନ୍ସିଆଲି କିଛି ଡିଫିକଲ୍ଟି ବି ନଥିଲା। ତେଣୁ ମୁଁ ଲୋକଙ୍କର ସେବାରେ ପବ୍ଲିକ ଲାଇଫରେ ନିଜକୁ ନିୟୋଜିତ କରିଥିଲି 2012 ଆଜ୍ଞା 11 ମସିହା। ଆଜ୍ଞା ତେଣୁ ପଦ ରହୁ ନ ରହୁ କାଲି ସାଂସଦ ନ ରହିପାରେ ମୁଁ, ତେଣୁ ଲୋକଙ୍କ ସହିତ ମୁଁ ସବୁବେଳେ ଥିବି ଆଉ ଜଡ଼ିତ ହେଇକି ଥିବି। ଆଜି ବି ଅଛି କାଲି ବି ରହିବି ଏଇ ବିଶ୍ୱାସ ମୁଁ ଦେବାକୁ ଚାହୁଁଛି ସମସ୍ତଙ୍କୁ। ବହୁତ ଅଧିକ ଦିନ ନାହିଁ ଆପଣଙ୍କ ପାଖରେ ତେଣୁ ଆଜ୍ଞା ଯେଉଁ ସୀମିତ ସମୟ ଅଛି ତାକୁ ଆଜ୍ଞା ଭରପୁର ଉପଯୋଗ କରିବା ପାଇଁ ଚେଷ୍ଟା କରିବେ ରାଜ୍ୟର ସ୍ୱାର୍ଥ ସାଧନ ନିଶ୍ଚୟ ପାଇଁ। ନିଶ୍ଚୟ ନିଶ୍ଚୟ ଆଚ୍ଛା ନିଶ୍ଚୟ ଶେଷ ବହୁତ କିଛି ଆଜ୍ଞା ଆମର ଯୋଉଟା ରହିଯାଇଛି ଯୋଉଟା ମାନେ ପ୍ରକ୍ରିୟା, ଏଇଟା ଗୋଟେ ପ୍ରକ୍ରିୟା, ଗୋଟେ ଦିନ ତ ହୁଏ ନାହିଁ। ଯେମିତି ମୋର ବହୁତ ଇଚ୍ଛା ଗୋଟେ କଳାହାଣ୍ଡିରେ ଗୋଟେ କଟନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ନ୍ୟାସନାଲ କଟନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଗୋଟେ ହଉ, କାହିଁକିନା କଳାହାଣ୍ଡି ଆପଣ ଜାଣିଛନ୍ତି ବ୍ଲାକ୍ କଟନ ସଏଲ ବହୁତ ଉଚ୍ଚ କୋଟିର। ହୁଁ, ହୁଁ। ତ ସେଇଟା ମୁଁ ଲାଗିଛି 2 ବର୍ଷ 2.5 ବର୍ଷ ଲାଗି ମୁଁ ଲାଗିଛି ସେଇଟା ଚେଷ୍ଟା ଚାଲିଛି ମୋର। ସେଇ ଚେଷ୍ଟାକୁ ଆଉ ଟିକେ ମୁଁ ତ୍ୱରାନ୍ୱିତ କରିବି। କଳାହାଣ୍ଡି ଗୋଟେ ଏମଏସଏମଇ କ୍ଲଷ୍ଟର କେମିତି ହେଇପାରିବ, ଓଡ଼ିଶାରେ ଗୋଟେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ଆୟୁର୍ବେଦିକ ସାଇନ୍ସେସ୍ କ୍ୟାମ୍ପସ କେମିତି ହେଇପାରିବ, ରେଲୱେ ଡେନ୍ସିଟି କେମିତି କେବିକି ଅଞ୍ଚଳରେ ବଢିପାରିବ, ଏସବୁ ଯୋଉ ମୋର ପ୍ରୟାସ ଚାଲିଛି ଥିଲା ସେଇଟା ଆଉ ଟିକେ ଅଧିକ ଏବେ ଜୋରରେ କରିବି କାହିଁକିନା ସମୟ ନାହିଁ ଆପଣ ଯେମିତି କହିଲେ। ଆଜ୍ଞା ଆଜ୍ଞା ପ୍ରଥମେ ମମତା ମହନ୍ତ ତାପରେ ସୁଜିତ କୁମାର ବିଜେଡିରୁ ଆସି ବିଜେପିରେ ଯୋଗ ଦେଇ ପୁଣି ରାଜ୍ୟସଭାକୁ ଯିବା, ତୃତୀୟରେ କାହା ନାଁ ଆସିବ? ଆଜ୍ଞା ମୁଁ ସେଟା କହିପାରିବିନି କି ସେ ବିଷୟରେ ମୋ ସହିତ କିଏ ଆଲୋଚନା ବି କରିନାହାନ୍ତି। ସମସ୍ତଙ୍କର ଅ ମାନେ ବିଭିନ୍ନ କାରଣ ଯୋଗୁଁ ବ୍ୟକ୍ତିଗତ ହଉ କିମ୍ବା ଅନ୍ୟ କୋଉ କାରଣ ଯୋଗୁଁ ମାନେ ସମସ୍ତେ ନିଜ ନିଜ ନିଷ୍ପତ୍ତି ନିଅନ୍ତି। ଆଉ ମମତା ମହନ୍ତ ଭଉଣୀ ସେ ତାଙ୍କର ଅନ୍ୟ କାରଣ ଥିଲା କି କଣ ଥିଲା ସେ ଛାଡିକି ଆସିଲେ, ଆଜ୍ଞା ମୋର କିଛି କାରଣ ଥିଲା ଆପଣଙ୍କ ସହିତ ଇଣ୍ଟରଭ୍ୟୁରେ ମୁଁ କହିଛି। ତେଣୁ ଆଜ୍ଞା କିଏ କାହା ଆଲୋଚନା କରୁଛି କିଏ ଆସିବେ, ଯଦି କିଏ ଆସୁଛନ୍ତି ନିଶ୍ଚୟ ବିଜେପି ସାଂସଦ ହିସାବରେ ଆମେ ସ୍ୱାଗତ କରିବୁ। ଆଜ୍ଞା ଆଉ ମୁଁ ଏତିକି କହିବି କି ବିଜେପିରେ ରହିକି ଓଡ଼ିଶାର ସେବା କରିବା ପାଇଁ ଯୋଉ ସୁଯୋଗ ମତେ ମିଳିଛି
ସେଇଟା ବହୁତ ବଡ଼ ସୁଯୋଗ ଏବଂ କିଏ ଯଦି ଆସିବାକୁ ଚାହୁଁଛନ୍ତି ନିଶ୍ଚୟ ସେଇଟା ଗୋଟେ ତାଙ୍କ ପାଇଁ ବି ବଡ଼ ସୁଯୋଗ ହେବ, ଆମେ ସ୍ୱାଗତ କରିବୁ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।